ଗୋଟେ କିଏ ଗୋଟେ ଗାଡ଼ି ଡାକୁଛି ଆସ, କିନ୍ତୁ ଏରିଆ ଚାରିପାଖରେ କିଛି ଘର ଦ୍ୱାର ନାହିଁ, ଜଙ୍ଗଲ ମଝିଟା। ଆଉ ଆମେ କ'ଣ ବିଶ୍ୱାସ କରିବେନି ଏ କଥାରେ, କିନ୍ତୁ ଆମେ ଭାଇ ଦେଖ ଆମେ କହୁଥିଲୁ କି ହଁ ସେଭଳିଆ ହଲୁଛି ସତରେ ଭାଇ, ହଲୁଛି, ଆଖିରେ ଦେଖା ହଉନି କିନ୍ତୁ ହଲୁଛି। ଦେଖିବେ ଜୁମ୍ ମାରିକି ହଲୁଛି, ଭିଡ଼ିଓରେ ଯେଉଁମାନେ ବି ଦେଖିବେ ହଲୁଛି ବା, ହଲୁଛି ପତାକା ନିହାତି ପୁରା ଜାଣିଲ। ଏମିତି କିଏ ହଉଛି କୁନ୍ଥେଇଲା ଭଳିଆ ଜାଗା ନାହୁନି ନା? ଏଇ ସାଉଣ୍ଡ କାହାର? ଏଇ ଯେଉଁ ଲୋକ କଜିଆ କଲା ଭଳିଆ ଯେମିତି କୋଉଠି ହଳଦୀ ବି ପଡ଼ିଛି। ଭାଇ ଜୟ ଜଗନ୍ନାଥ, ୱେଲକମ୍ ଟୁ ରାଜପତା ବ୍ଲଗ। ସାଙ୍ଗମାନେ ଆଜି ଗୋଟେ ଏମିତି ଜାଗାକୁ ଆସିଛୁ ଯେଉଁଟା ରିସେଣ୍ଟଲି ମାନେ ବହୁତ ଡେଞ୍ଜରିୟସ୍ ଜାଗା। ଏ ରିସେଣ୍ଟଲି ଟ୍ରେକ୍ ରାଇଡର ବ୍ଲଗ୍ରେ ଆପଣ ଦେଖିପାରିଥିବେ, ଯେଉଁ ବ୍ଲଗ୍ରେ ଦେଖିଥିବେ ଆପଣ ଗୋଟେ ଗଛରେ ଗୋଟେ କଣ୍ଢେଇକି ଜଷ୍ଟ ବନ୍ଦୀ କରାହେଇଛି, ବନ୍ଧା ହେଇଛି। ଆଉ ସେ କଣ୍ଢେଇଟା କିଏ ବାନ୍ଧିଛି କ'ଣ ନାହିଁ ସେଇଟା ଆମେ ଆଜି ରାତିରେ ଆସିଛୁ, କିଛି ଆକ୍ଟିଭିଟି ହେଲେ ଆପଣଙ୍କୁ ଦେଖେଇବୁ। ତ ଏଠି ଦେଖନ୍ତୁ, ଏଇ ଜାଗାରେ କିଭଳିଆ ଭୟଙ୍କର ଜାଗା। ମୋ ପଛରେ ଦେଖନ୍ତୁ ମଶାଣି, ଏଇଟା ମଶାଣି ଅଛି, ମୋ ଜାଗା ପଛରେ ମଶାଣି ଅଛି। ଆଜି ରାତି 12ଟା ପ୍ଲସ୍, କେତେଟା ହେଲାଣି? 12ଟା 10 ଖଣ୍ଡେ ହେଇଗଲାଣି। ତ ଆଜି ଆମେ ଏଇ ଭିତରେ ଦେଖେଇବୁ। ବେଶୀ ଇଣ୍ଟରେଷ୍ଟ ଭିଡ଼ିଓ ହେଉଛି ଗୋଟେ କଣ୍ଢେଇକି ଯେଉଁ ବନ୍ଦୀ କରାଯାଇଛି ଗୋଟେ ଗଛରେ ବନ୍ଧା ହେଇକି, ସେଇଟାର କିଛି ଆକ୍ଟିଭିଟି ହେଉଛି କି କ'ଣ ନାହିଁ, କି ତନ୍ତ୍ରମନ୍ତ୍ର ବିଦ୍ୟା ଚାଲିଛି, ସେଇ ଜିନିଷଟା ଆମେ ଦେଖିବାକୁ ଆଜି ଆସିଛୁ। ଯଦି କିଛି ଆକ୍ଟିଭିଟି ହେଲା ଆପଣଙ୍କୁ ଦେଖେଇବୁ, ତ ଚାଲନ୍ତୁ ଆଜି ଦେଖିବା। ଦେଖନ୍ତୁ, ଆମ ପାଖରେ ଆଜି ଅଛନ୍ତି ହଣ୍ଟେଡ଼ ମିଲନ ବ୍ଲକ୍, ଆଉ ସୁକୁଲ ଅଛନ୍ତି, ଆଉ ସେପଟେ ଟ୍ରାକ୍ ରାଇଡର ଭାଇ ବି ଅଛନ୍ତି। ଦେଖନ୍ତୁ ତାଙ୍କର କ୍ୟାମେରା ସେଟିଂ ହେଉଛି, ମାଇକ୍ ଫାଇକ୍ ଲାଗିବ। ବର ଗଛ ଦେଖାଉ କେମିତି ଦେଖାଉଛି, ଦେଖନ୍ତୁ ବର ଗଛ କେମିତି ପୁରା ଭୟଙ୍କର, ପୁରା ଭୟଙ୍କର ପୁରା। ଆରପଟେ ବି ଅଛି ଦେଖ, ଆରପଟେ ଦେଖନ୍ତୁ। ତାପରେ ଏଇ ସିଧାରେ ଦେଖ, ଏଇଠି ଗୋଟେ ବହୁତ ବଡ଼ ବର ଅଛି ଏଇ ସିଧା। ଏପଟେ ତ ଖାଲି ଗଛ ଏମିତି, ଆଉ ତାପରେ ଗାଇଜ ଏଇ ଜାଗାରେ ଗାଁ ବି ନାହିଁ, କିଛି ନାହିଁ। ଜଷ୍ଟ ଏଇ ଜାଗାରେ ଯଦି କିଛି ବି ପ୍ରୋବ୍ଲେମ୍ ହେଲା ତମେ ଦୌଡ଼ିକି ଯାଇପାରିବନି। ମେନ୍ ରାସ୍ତା ବହୁତ ବାଟ ଦୂରରେ। ଆଉ ଯେତେବେଳେ ଆସିଥିଲୁ ଏଇଠି ଆମର ଗାଡ଼ିଟା ବନ୍ଦ ହେଇଯାଇଥିଲା। ବନ୍ଦ ହେଇଯାଇଥିଲା? ଆଉ ମୁଁ ତମ ବ୍ଲଗ୍ରେ ତ ଦେଖିଛି, ତମେ ପୁରା ପେଲି ପୁରା ଯାଉଥାଅ, ପୁରା ଭୟଙ୍କର ଥିଲା ସେ ବ୍ଲଗ୍ଟା। ମୋତେ ବହୁତ ଭୟ ଲାଗେ। ତାପରେ ତମ ବ୍ଲଗ୍ରେ ଦେଖିଲି ଯେଉଁ ଗୋଟେ ଯେଉଁ ଧୂଆଁ ଭଳିଆ ତମ ପାଖରେ ଗଲା, ଏଇ ଜାଗାରେ ନା? ଧୂଆଁ ଯଦି ପାଟିରୁ ଯାଏ, ଏତେ ଛୋଟ ଧୂଆଁ ଆମେ ଜଷ୍ଟ ଯାଉଛୁ, କିନ୍ତୁ ଆମର ସେଇଟା ଗୋଟେ ମଣିଷର ଆକୃତି ଗୋଟେ ଧୂଆଁଟା ଗଲା। କମେଣ୍ଟ କରିଥିଲା, ସିଏ କହିଲା ତମେ ସେ ଯେଉଁ କେତେ ମିନିଟ୍ ଭିତରେ ଗୋଟେ ପଠେଇଥିଲା, କହିଲା ଏଇ ଏତିକି ମିନିଟ୍ ଭିତରେ ଭିଡ଼ିଓଟା ଦେଖ, କ'ଣ ଗୋଟେ ପାର ହେଇଛି। ମୁଁ ବି ଦେଖିଲି। ରୁହ ଗର୍ଜନ କରୁଛି। କ'ଣଟା ଲଗାତାର ମୁଁ ଏଇଠି ସେତିକିବେଳୁ ସେଟଅପ୍ କରୁଛି ମାଇକ୍। ମୁଁ ସେଇ ସାଉଣ୍ଡକୁ ମାନେ ପୁରା ଧ୍ୟାନ ଦେଇକି ଶୁଣୁଛି, ଗୋଟେ କାନ୍ଦୁଛି। ତମେ ବି ଧ୍ୟାନ ଦେଇକି ଶୁଣ। ହଁ ବା, ଶୁଭୁଛି ସେଇ ମଶାଣି ଆଡ଼ୁ ବା। କେମିତି କହିଲ, କାନ୍ଦିଲା ଭଳିଆ, କିନ୍ତୁ ଗୋଟେ ହେଣ୍ଟାଳ ମାଇଲା ଭଳିଆ ଶୁଭୁଛି। କ'ଣ ହେଲା? କିଛି ନାହିଁ, ଏଇଟା ରଖିବ ଭିତରେ କ'ଣ ଜଳେ ତୁମର ଡବଲ ସ୍କ୍ରିନ୍ ନା? ହଁ, ଆମର କାହିଁ, ଆମର ନାହିଁ। ଇଏ ଯେଉଁ କ୍ୟାମେରା ଗୋଟେ ତା ଦେହରେ କେତେଟା ଅଛି? ଲାଇଟ୍ଟା କାଢ଼ିବି, କେତେ ଲାଇଟ୍ ସାଉଣ୍ଡ କ'ଣ ଏମିତି ହେଉଛି ମ? ଭାଇ ଦେଖନ୍ତୁ, ପୁରା ଭୟଙ୍କର ଏରିଆ। ଏ ଜାଗା ବହୁତ ଭୟଙ୍କର। ଆଉ ବେଶୀ ଇଣ୍ଟରେଷ୍ଟ ହେଉଛି ଯେଉଁ କଣ୍ଢେଇକି ଗୋଟେ ଗଛରେ ବନ୍ଦୀ କରାଯାଇଛି, ଗୋଟେ ଆତ୍ମାକୁ ବନ୍ଦୀ କରାହେଇଛି ଗୋଟେ ଜାଗାରେ। ତ ସେଇଟା ବହୁତ ଇଣ୍ଟରେଷ୍ଟ। ସେଇ ଜିନିଷଟାକୁ ବହୁତ ଡର ଲାଗୁଛି ଆମକୁ, କାରଣ ତନ୍ତ୍ରମନ୍ତ୍ର ବିଦ୍ୟାରେ ଯଦି କାହାକୁ ବନ୍ଦୀ କରାହେଇଥାଏ,
तो से कंढेई पाखक बर्तमान आम जीवु सेटा बहुत भय लगुच या पटे बहुत साउंड भी आसूँ दिथर कांदिला भाया साउंड आम शुणलुणु आरंभ करूँ यही जगह यार आउ जूम इन नहीं ये डायरेक्ट एमती मुझे बुझीपानी एमती कौन है आउ जूम कर लाइट प्रोब्लेम है स्टार्टिंग रू हाँ एटा धर ना जूम बड़ बड़ टच धरना से पूरा वाइड ही रहो एते था wide हाँ ହେଇଯାଉଛି। चल चल ନାଇଁ ବହୁତ ୱାଇଡ୍ ହେଇଯାଉଛି मसान नए मसान लेके बड़ा 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 सन्ध्या बेले मसाणीटा ना ये गोटे मसाणी ଆର ପଟ ବ୍ୟାକ୍ ସାଇଡ୍ରେ ଅଛି ଇଏଟା ଆମର भयंकर है ଭିତରେ ଅଛି ତଥାପି ଏକ ନାଘା ଦେଖାଉନି ପୁରା ଏଇ ଜଙ୍ଗଲ ଭିତରେ ନାଘା କହୁଛି ରୁହ। ମାନେ ଇଏ ଦେଖାଉନି ଡରାନା ଦେଖାଉନି पूरा ସେ ନାଘା ଦେଖାଉଛି भयंकर ଗଛ ଦେଖୁଛ ତ ଏପଟେ ରାତି ଦେଖନ୍ତୁ ପୁରା ମିଡ୍ ନାଇଟ୍ରେ ମିଡ୍ ନାଇଟ୍ ପୁରା 12:30ରେ ଆମେ ଏଠି ମଶାଣିରେ ବୁଲୁଛୁ ଭିତରକୁ ଜମା ପଶି ହେବନି ପଶନି ପଶିବନି ନା ନା କଣ୍ଟା ଟୋଟାଲ कंटा तापर साप ସାପ ଫାପ ଥିବେ ନା, ଆଉ ଯୋଉ ଭଳିଆ ଦେଖାଉଛି ଘଞ୍ଚ ଜଙ୍ଗଲ ଦେଖୁନ ସେ ପୁରା। ଡାଳ ଫାଳ କୋଉଭଳିଆ ଦେଖାଉଛି ସେଠି ଯିବା କଥା ହିଁ ନୁହଁ ସେଠି ଆମେ ଯିବାନି स्मेल आसुनी गोटे गंध होची गंध होनी ମୁଁ ସେଇଟା କହିଥାନ୍ତି ମୁଁ କହିଲିନି ଏଇଥିପାଇଁ କି ମୁଁ କହିଲେ ଜଷ୍ଟ ଇଗ୍ନୋର କଲି ଆଉ ସେଇଟା ଲାଇଟ୍ ଦେଖାଉଛି ଏଠି कौन दीटा लाइट देखा ना ଗୋଟେ ଦେଖାଯାଉଛି ना ना दीटा ना गोटे दीटा दीटा କାଇଁ एठो आसो दीटा देखा देख लो ହଁ ହଁ ଦୁଇଟା ଦେଖ हैं ଟିକେ ମୋତେ କିଛି ଦେଖାଯାଉଛି ଛାଡ଼ ଯାହା ଦେଖାଉଛି दीटा देखा ଧରିଲ ଟିକେ ଭାଇ କପଡ଼ାଟା ସେଇଟା ଛାଡ଼ି ଦିଅ ଗୋଟେ ତମେ ଧର ଗୋଟେ ମୋତେ ଏଇଟା ଧରିବ ଚାଲ ତ ଗାଇସ୍ ବର୍ତ୍ତମାନ ଆମେ ଏରିଆରେ ବୁଲିକି ଦେଖୁଛୁ ଫାର୍ଷ୍ଟ ଆମେ ଆପଣଙ୍କୁ ଦେଖେଇଲୁ ମଶାଣି କିନ୍ତୁ ଏଇ ଏରିଆ ଟୋଟାଲ ମଶାଣି ସେଇଟା କେବଳ କ'ଣ ଏଇଟା କ'ଣ କୁହନ୍ତି ଏଇଟା ଶବଦାହ ଗୃହ ଏଇଟା ତ ଶବଦାହ ଯେଉଁ ଘର ଭଳିଆ ଗୋଟେ ଖାଲି ଖୋଲା ପଡ଼ିଆରେ ପଡ଼ୁଛି ଖୋଲା ପଡ଼ିଆଟା ଆର ପଟେ ଯିବାକୁ ପଡ଼ିବ ଏଇ ମଶାଣିଟା ପୁରା ଏରିଆଟା ପୁରା ମଶାଣି ଆଉ ସମସ୍ତେ ଏମିତି ବଡ଼ ମଶାଣି ସବୁ ବହୁତ ଜାଗାରେ ପୋଡ଼ା ହେଇଛି ମାନେ ସବୁ ମୁଁ ଆପଣଙ୍କୁ ଦିନରେ ଦେଖେଇଥିଲି ଏବେ ସବୁ ରିସେଣ୍ଟ ହିଁ ଆସନ୍ତୁ ଦେଖାଉଛି ଆଉ ସବୁଠୁ ଭୟଙ୍କର ଜିନିଷ ଯେଉଁଟା ସେଇଟା ହେଲା ସେ କଣ୍ଢେଇ ସେ କଣ୍ଢେଇ ପଛରେ ଲୁଚି ରହିଛି ବହୁତ କିଛି ରହସ୍ୟ ଆମେ ଆଜି ତା'ର ପର୍ଦ୍ଦାଫାଶ କରିବୁ ମାନେ ଭୟ ଲାଗୁଛି ଏଠି ତ ସବୁ ଗଛ ତ ସେଇଭଳିଆ ଦେଖାଯାଉଛି ସବୁ ଗଛ ଏଠି ବହୁତ ସାରା ବର ଗଛ ହିଁ ଅଛି ଭାଇ। 5-6ଟା ଖଣ୍ଡେ ବର ଗଛ ହଁ। ହେଇଯିବ। ମାନେ ମଶାଣିଟାକୁ ପୁରା ବର ଗଛରେ କଭର କରୁଛି ଦେଖ ଏଠାରେ କୋଉ ଭଳିଆ ଦେଖାଯାଉଛି ସେ ଏଟା ଗଛ ବେଶୀ କାକରେ ପଡୁଛି ନା ହଁ ଏପଟେ ବିଲୁଆ ଗଧିଆ ବାରା ଫାରା ନାହାନ୍ତି ସବୁ ବିଲ ଅଛନ୍ତି ବିଲ ତ ଅଛି ବାରା ବି ଥିବେ ତ ଦେଖିକି ଆପଣ ସିଆଡ଼େ ଥିଲେ ବାରା ଅଛନ୍ତି ନା ଜଙ୍ଗଲଟା ଦେଖିବେ କେତେ ବଡ଼ ଗଛଟା ପଛକୁ ଟିକେ ମାରିଥା ଟର୍ଚ୍ଚ ପଛକୁ ମାରିଥା ଚାରିଆଡ଼େ ପୁରା କୁହୁଡ଼ି ଧଳା 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 ମଶାଣି ଦୂରକୁ ଦେଖା ହିଁ ନାହିଁ ଏଇଠି ତ କ'ଣ କରୁଛି ଏଇଟା କ'ଣ ତେଲ ଜରିଟା ତେଲ ଜରିଟା କୁକୁର ଫୁକୁର କ'ଣ ଛିଡ଼ା ଛିଡ଼ି କରୁଥିବ ଏଇଠୁ ତ ମୋତେ କେମିତି ଗୋଟେ ଲାଗେ ଆଉ ଏତେ ଜୋରରେ କୁହୁଡ଼ି ଦେଉଛି ବାବା ଏପଟେ ଗୋଟେ ନଈଟା ଅଛି ସେଥିପାଇଁ ସେ ବାଷ୍ପ ହେଉଛି ଏଇଟା ଟୋଟାଲି ମଶାଣି ଟୋଟାଲ ଏଣ୍ଟରଟା ଛେ। ବହୁତ ବଡ଼ ମଶାଣିଟା ଏ ପୁରା ଟୋଟାଲ ଏଣ୍ଟାୟାରଟା ହେଉଛି ପୁରା ମଶାଣି ସେଇପାଇଁ ମୋତେ ଏଇଠୁ ହିଁ ମୋତେ ଟିକେ ମାନେ ଅଲଗା ପ୍ରକାର ଲାଗେ ଏଣ୍ଟ୍ରି କରୁ କରୁ ମଶାଣିଟା ନା କ'ଣ ହେଲା ଲାଇଟ୍ ତ ଲାଇଟ୍ ପ୍ରୋବ୍ଲେମ୍ ଦେଖିକି ନା ସବୁ
ଦେଖ ଏଇଠି ମାନେ ଆସିବା ପାଇଁ ଆମର ଗୋପାଳ। କେତେ ଥର କ୍ୟାନସେଲ ହେଲାଣି। ଆମ ବେଳେ ବି କ୍ୟାନସେଲ ହେଇଥିଲା, ତମ ବେଳେ ବି କ୍ୟାନସେଲ ହେଲା। ତାପରେ 4 ଥର କ୍ୟାନସେଲ୍ ହେଲା ପରେ ଆମେ ଏଇ ଜାଗାକୁ ଆସିଛୁ। ଆଉ ଆଜି ଆସିଲା ପରେ ଆମ ସାଙ୍ଗରେ ମାନେ ସବୁ ଖାଲି ଅଘଟଣ ହିଁ ଘଟୁଛି। ଧୂଆଁ ଭଳିଆ କଣ ମାନେ ହଉଛି ପୁରା ଟୋଟାଲ ଲାଇଟ୍ ଭାଙ୍ଗିଗଲା, ବରଫ ଦେଶର ମାଇକ୍ ପୁଣି ପ୍ରୋବ୍ଲେମ୍। ଲାଇଟ୍ ଭାଙ୍ଗିଗଲା, ମାଇକ୍ ଚାର୍ଜ ସରିଗଲା ଆରମ୍ଭ କରୁ କରୁ। ମାନେ ବହୁତ ସାରା ଷ୍ଟ୍ରଗଲ୍ ପରେ ହିଁ ଆମେ ଆଜି କରିପାରୁଛେ ଭିଡ଼ିଓ। ଆମେ ବେଳେ ବି ସେଇ ସେମ୍ ସିଚୁଏସନ୍ ଥିଲା। ଗଛଟା ଆଗରେ ଦେଖାଯାଉଛି। ଭାଇ ସେ ଗଛକୁ ଦେଖିଲେ ମୋତେ ହଁ। ଗୋଟେ ଲାଗୁଛି କଥା ଭାଇ। ଗଛକୁ ଦେଖିଲେ ମୁଁ ତ ଦେଖିକି ଦୂରରୁ ମୋର ପୁରା ଅନଉନି ମୁଁ ସିଆଡ଼େ। କଥା ଭାଇ ହଁ ଏଇଠି ହଁ? ଗଛକୁ ଅନଉନ ଗଛକୁ ମୁଁ ଅନେଇବିନି। କାହିଁକି? ଏ ଦୂରରୁ ମୋତେ କେମିତି ଗୋଟେ ଲାଗିଲାଣି ସେ ଗଛ। ଏଇ ଗଛରେ ହିଁ ତ ବହୁତ ସାରା ରହସ୍ୟ ଲୁଚିକି ରହିଛି। ଦେଖନ୍ତୁ ସେ ଗଛରେ କଣ୍ଢେଇ ଏବେ ବି ମରା ହେଇଛି। ଉପାଲୁ ଆଜି ତ ପୁରା ଭୟଙ୍କର ଦେଖାଯାଉଛି। ଏଠି ଆସ, ଏଠି ଆସ, ଭୟଙ୍କର ଲାଗୁଛି। ଟିକେ ପାଖରୁ ଦେଖ। ହାଁ ହୁଁ ପୁରା ଦେଖାଯାଉଛି ନା ଯେମିତିକୁ ସେମିତି। ସୂତାରେ ଗୋଡ଼ ଆଡ଼ୁ ବନ୍ଧା ହେଇଛି, ଏମିତି କିଏ ଏମିତି କରିଛି ମୁଣ୍ଡରେ କଣ୍ଟା ବାଡ଼ିଆ ହେଇଛି ଭଗବାନ। ହେଲା। ଆଉ ଯାହା ଆମକୁ ସେ ସକାଳେ ମୋ ସହିତ ଯେଉଁ ଦେଖା ହେଇଥିଲେ କାଲି, ସେ ଯାହା କହିଥିଲେ କି ଗୋଟେ ସ୍ତ୍ରୀ ଲୋକର ଆତ୍ମା ସେ ହଇରାଣ କଲା ବୋଲି ପୁଅକୁ ବନ୍ଦୀ କରିଛନ୍ତି। ଆଉ ଆମେ ରାତି 12ଟା 12:30ରେ ସେଇଠି ଠିଆ ହେଇଛୁ ସେ ଗଛଠୁ ଜଷ୍ଟ 5 ମିଟର ଡିଷ୍ଟାନ୍ସରେ। ଆଉ ଏମିତି ଲାଗୁଛି ମାନେ ଆମେ ଆଜି ଆମେ ଜାଣିଛୁ କି ଆମର ଏଇ 10 ଫୁଟ ଦୂରରେ ଭୂତ ଅଛି, କିନ୍ତୁ ଆମେ ଆଜି ଏଇଠି ଠିଆ ହେଇଛୁ। ଭାଇ ସେଇଦିନ ମୁଁ ଏଠି ପହଞ୍ଚିଲା ବେଳକୁ ମୋର ମାନେ ମାନେ ବଡ଼ିଟା ପୁରା ଥରୁଥିଲା। ଆଜି ବହୁତ ଶୀତ ଲାଗୁଛି। କୁହୁଡ଼ି ବି ପ୍ରବଳ। କୁହୁଡ଼ି ସେଇଥିପାଇଁ ବୋଧେ। ଆଉ ଗୋଟେ କଥା ହେଉଛି ଆଉ ଗୋଟେ କଥା, ମୁଁ ଆପଣଙ୍କୁ ଏରିଆ ବୁଲେଇ ଟିକେ ଉଠିଲେ ତମ ପଛପଟେ ଏଇ ଲାଇଟ୍ଟା ମୁଁ ପଡ଼ୁଛି। ରୁହ ରୁହ କ'ଣ ସେପଟେ କହିଲା କି? କିଏ ଗୋଟେ ଟୁଁ ଟୁଁ ଗୋଟେ କ'ଣ କହିଲା। ସେପଟେ କିଏ ଯଦି ଝାଡ଼ା ଫାଡ଼ା ଆସିଥିବେ କି କ'ଣ? ଝାଡ଼ା ଏପଟକୁ କିଏ ଆସୁଛି? ଏତେ ରାତିରେ ଝାଡ଼ା କିଏ ଆସିବ? ଝାଡ଼ା ଆସିବ ପଚାରୁଥିଲି ବା ସେଇ ଯେଉଁ ବୁଢ଼ା ଏପଟେ ତ ନଈ ଅଛି, ନଈ ଆରପଟେ ଗାଁଟା, ନଈ ପାରିକି କିଏ ଆସିବ? ରୁହ ରୁହ ଏଇଟା କ'ଣ? ବୁଢ଼ା ମଉସା ମୁଁ ଯେତେବେଳେ ପଚାରିଥିଲି କ'ଣ କ'ଣ ସେଇଦିନ ଥିଲା କି? ଆମେ ଆସିଲା ବେଳେ ଥିଲା ବା, ଏପଟେ ଥିଲା। ସେପଟେ ଥିଲା ନା? ଏଇ ଛତାଟା ତାଙ୍କର ବ୍ୟବହାର ହେଉଛି, ଏଠି ଯିଏ ପୋଡ଼ା ହେଇଛନ୍ତି ତାଙ୍କର ବ୍ୟବହାର ଜିନିଷ ହେଇଥିବ, ସେଥିପାଇଁ ସେଇଠି ପକାଉଛନ୍ତି। ସେପଟେ ସାଇଡ଼୍ରେ ଥିଲା। କେବେ ସାଇଡ଼୍ ଆର ସାଇଡ଼୍ରେ ଥିଲା ନା ସେଇଦିନ? ହଉ ସେ ପବନରେ ଉଡ଼ି ଆସିବ, ସେମିତି କିଛି ନାହିଁ। ତା ପୂର୍ବରୁ ମୁଁ ଆପଣଙ୍କୁ ଦେଖେଇଛି। ଲତା ଭାଇ ସାମ୍ନା ଦେଖ। ଈଶ୍ୱର ଦେଖିଲ ତ? ଏଇ ଚଢ଼େଇ ଉଡ଼ିଗଲା ସେଇଠୁ। ସେଇଠୁ ଚଢ଼େଇ ଉଡ଼ିଲା। ହଁ ସେଇଠୁ ଉଡ଼ିଲା। ତ ଦିନରେ ମୁଁ ଯେତେବେଳେ ପଚାରୁଥିଲି ସେ ମଉସାଙ୍କୁ କି ଆପଣ ରାସ୍ତା ପରେ ଏପଟକୁ କେବେ ଆସୁଛନ୍ତି, ତାଙ୍କ ଜୀବନ ଯାକରେ 70 ବର୍ଷ ଭିତରେ ସେ ରାତିରେ ରାସ୍ତା ପରେ ଏପଟକୁ ସେ ମଉସା ପୁରା ଡରିଗଲେ। ତମେ ଯେଉଁ ପଚାରିଲ ଏପଟକୁ ଆସିନ, ସେ ପୁରା ଚମକି ପଡ଼ିଲେ। ହେ ରାତି ଅଧରେ ମୁଁ ସେପଟକୁ ଯିବି ନା? ଆଉ ଇଏ ମଶାଣିଟା ନା ଏରିଆଟା ଚାରିଆଡ଼େ ମଶାଣି, ଫାଷ୍ଟ ଆପଣଙ୍କୁ ବୁଲେଇକି ଦେଖେଇ ଦେଉଛି। ରିସେଣ୍ଟ ରେଟ୍ରେ ପୋଡ଼ା ହେଇଛି ଗୋଟେ କିଏ ନା? 15-20 ଦିନ ଭିତରେ ଏଠି ଜଣେ 20 ଦିନ ହବନି, ସେ 15 ଦିନ 15 ଦିନ ଭିତରେ ଆମେ ଯେତେବେଳେ ଆସିଥିଲୁ ସେତେବେଳେ ସେ ତାକୁ ଏପଟେ ଟେକିକି ଆଣୁଥିଲେ। ବାଲ୍ଟି କ'ଣ ହଲିଲା? ହାଁ ବାଲ୍ଟି ବାଲ୍ଟି ହଲିଲା। ହଲା? ଏଇଟା ସିଆଡ଼େ ବୁଲିଗଲା, ସିଆଡ଼େ କ୍ୟାମେରା ରଖୁଥିଲା, ବାଲ୍ଟି ମୋତେ ହଲିଲା ଭଳିଆ ଲାଗିଲା। ସେପଟେ ଦେଖିଦେବ ଟିକେ କ'ଣ ପଚାରିଥିବ ଭିତରେ କ'ଣ କହିହେବନି ନା ଏବେ ମାନେ ସାପ ବେଙ୍ଗ କିଛି ନାହିଁ। କିଛି ନାହିଁ ତ। ଗାଈ ଦେଖନ୍ତୁ, ଏଇଟା ମଶାଣି
ରିସେଣ୍ଟଲି ପୋଡ଼ା ହେଇଛନ୍ତି ଯିଏ ବି ପୋଡ଼ା ହେଇଛନ୍ତି ରିସେଣ୍ଟଲି। ପାୱାର ବଢ଼ିବ। ଗାଇଜ ବର୍ତ୍ତମାନ ଦେଖନ୍ତୁ ପୁରା ଭୟଙ୍କର ଜଣେ ପୋଡ଼ା ହେଇଛନ୍ତି। ସିନ୍ଦୁର ପଡ଼ିଛି ତାକୁ ସିନ୍ଦୁର ସିନ୍ଦୁର ଏଇଭଳିଆ ଜାଗାରେ ସିନ୍ଦୁର ତାପରେ ଭାଇ ଏଇଟା ପ୍ରତି ଜାଗାରେ ଏମିତି କ'ଣ ପାଇଁ କରାହେଉଛି କି? କୋଉଟା ଯେଉଁ ଏଇଟା ବାଲିରେ ତିଆରି କରିଥିଲେ ତାକୁ ଟିକେ ରହିଲେ ହୁଁ ସେଠି ଯା। ତମେ ସେଦିନ ଯୋଉ ଆସିଥିଲ ଏଇଠି ସ୍ତ୍ରୀ ଲୋକ ପଡ଼ିଯାଇଥିଲେ ନା ପୁରୁଷ? ନା ଆମେ ଜାଣିନୁ ସେଇଟା confirm ଏକ୍ଜାକ୍ଟଲି ଜାଣିନୁ। ସ୍ତ୍ରୀ ତ ପାଦ ଚିହ୍ନ ପଡ଼ିଛି। ନା ଦେଖ ଏଇ ଯୋଉ ପାଣ୍ଠିଟା ଓଦା ଦେଖୁଛ ହୁଁ। ଗୋଟେ ମାନେ ଏଟାକୁ ନେଗେଟିଭ ନେବେନି। ସ୍ତ୍ରୀ ଲୋକମାନେ ପରିଶ୍ରା କରନ୍ତି ଯୋଉ ଏମିତି। ସେଇଭଳିଆ ହୁଁ, ହୁଁ, ଏକ୍ଜାକ୍ଟଲି ସେଇଆ ଏକ୍ଜାକ୍ଟଲି। ଆଉ ଏଇଟା ଏବେ ହିଁ ମାନେ ମାଟି ଓଦା ଅଛି ମାନେ ଏବେ ଏବେ ହଁ, ଏବେ ଦେଖ, ହେଇଛି। ଦେଖ। ଏମିତି ମିଶିଲେ ନ ଏ ଜାଗାରୁ ପଳେଇ ଆସିବ ଠିକ୍ ମାନେ ଠିକ୍ ଜିନିଷ କେମିତି କେମିତି ଜାଣିଲ ତମେ ଏଇଟା ଜାଣିଲ କିନ୍ତୁ ଏଇଟା ରିସେଣ୍ଟ ଓଦା ହେଇଛି ଏଇଟା ଓଦା ହେଇଯିବା। ସେଠିକି ଯାଉନି ସେଠି ଯାଉନି ବହୁତ ମାନେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ନୋଟିସ୍ କଲ। ମାନେ ବହୁତ ଇମ୍ପୋର୍ଟାଣ୍ଟ ଏଇଟା ମାନେ ସତ କଥା ପୁରା ସତ କଥାଟା ପୁରା ଜାଣିଲ ଆଉ କାଟିଗଲା ସାଇଲେଣ୍ଟ। ଏମିତି କିଏ ହେଉଛି ଗୋଟେ ଗୁନ୍ଥେଇଲା ଭଳିଆ ଜାଗା ନାହୁନି। ନା ଏଇ ସାଉଣ୍ଡ କାହାର? ଏଇ ଯୋଉ ହାଁ ସ୍ତ୍ରୀ ଲୋକ କଜିଆ କଲା ଭଳିଆ ଯେମିତି କୋଉଠୁ ଆସେ? ଗୋଟେ ହଳଦୀ ବି ପଡ଼ିଛି। ଏଇ ସାଉଣ୍ଡ ଆସୁଥିବ ଚକ୍କର ହେଉଥିବ ମାଇକରେ। ଆମେ ସେଇ ଗଛଟାକୁ ମୁଁ ଦେଖିଲେ ଡର ଲାଗୁଛି ମ। ହାଁ କାହିଁ ଗଛକୁ ଦେଖୁଛୁ? ଏଇ ଗଛ ଆଡ଼େ ହିଁ ଫୋକସ୍ଟା ପଡ଼ୁଛି ବା। ଯାହା ବି ହେଲେ ସେ ଗଛକୁ ଯାଉଛି। ଶୁଣ ଏପଟେ ଆହୁରି ବହୁତ କିଛି ଦେଖିଦେଇକି ବୁଲିକି ଆସିବା ତାପରେ ଗଛ ପାଖକୁ ଯିବା। ମାଡ଼ାମାଡ଼ି କରନି ଏଇଟା ହାତ ମାରନି କେହି। ହଁ କେହି ଦେଖି ଇଏ କରନି, ଏଗୁଡ଼ା ଟିକେ କୋଉ ଦେଖି ଜିନିଷକୁ କେହି ବି କିଛି touch କେହି କରିବେନି। ଟଚ୍ କରନି କୋଉଥିରେ। ଏଇଟା କ'ଣ ଏମିତି ଖୋଳା ହେଇଛି? କି ହୁଁ ଏଇଟା ବି ଶବ ପଡ଼ା ହେଇଛି। ନା ନା ସେଇଟା ମାନେ ତାଙ୍କର ପୋଡ଼ିଲା ପରେ ଗୋଟେ ବୋଧେ କରନ୍ତି। ତାଙ୍କର ଯୋଉ ମସିଣ ପଡ଼ା ହେଇଛି। ହୁଁ। ତାଙ୍କର ଯୋଉ ଆବାସ ପତ୍ର ଗୁଡ଼ା ଏଠି ବି ପୋଡ଼ା ହେଇଛି ନା। ଏଣ୍ଟରଟା ଏରିଆଟା ମଶାଣି ପୁରା ନା। ଏ ସେଠି ପଡ଼ା ହେଇଛି। ସେଠି ପୋଡ଼ା ହେଇଛି ସେଠି ଜାଣି ଦେଖିବେ ତା ହାଡ଼ ପଡ଼ିଛି ବୋଧେ ହେଇଛି ବା। ହାଡ଼ ହାଡ଼ ଦେଖି କୁଦନି। ହେ ବୋଧନି ସେଠି କ'ଣ କ'ଣ ଆପଣ କ'ଣ ଭାଇ ଯୋଉ ଜାଗାରେ ଆମେ ଏବେ ଅଛୁ ଏଇ ଜାଗାରେ ଏଇ ଗାଁ ଲୋକ ବି ସାହସ କରିବେନି ଏଇ ଜାଗାକୁ ଆସିବାକୁ। ଆମେ ସେପଟେ ମାଡ଼ିବନି। ଏଇଠି ଗୋଟେ ଗାଡ଼ି ରୁହ ଲାଇଟ୍ ସେଟ୍ ଭଗବାନ ଲାଇଟ୍ ସେଟ୍ ଯାଅ ତମେ କ୍ୟାମେରାମ୍ୟାନ୍ ନଜର ଦିଅ। ମାଡ଼ିଦେଲ କୁଦନି ଦେଖିକି ମନା କରୁଛି ମାଡ଼ାମାଡ଼ି କରନି ତମେ କିଛି ନାହିଁ ଆପଣ ବିଲିଭ୍ କରିବେନି। ଏ ଜାଗାରେ ଠିଆ ହେଇକି ଆପଣ 4 ଜଣ ଠିଆ ହେଇକି ଆମକୁ ଏମିତି ଲାଗୁଛି ଯଦି ଆମେ ଏଇ ଜାଗାକୁ 2 ଜଣ ଶୁଣ ପଶିଗଲା କ'ଣ ଗଲା? ପଶିଲେ କ'ଣ ଗୋଟେ ହାଁ କ'ଣ ଗୋଟେ ପଶିଲା ଗୋଟେ ଜାଣେ ଏଇଟା ଗୋଟେ ମୂଷା ନା କ'ଣ ଗୋଟେ ପଶିଲା କିନ୍ତୁ ଗଛରେ ପଶିଗଲା। ମୂଷା ହେଇଥିବ ହୁଁ ମୂଷା ହେଇଥିବ। ମୂଷା ଭାଇ ସେପଟେ ଏଇଠି ନହେଲେ କ'ଣ ଏଇଠି ପଶିଗଲା। ଏ ଛାଡ଼ ଏଇଠି ସାପ ଫାପ ଥିବ। ଛାଡ଼ ସେରେ ମୂଷା ତାକୁ 1 କର ଜୁମ୍ ଅଧିକା ହେଇଯାଇଛି ତାକୁ 1 କର। ଏ ବଣ ଭିତରୁ ବାହାର ମ। ଏରିଆ ପୁରା ମଶାଣି ଏରିଆକୁ। ଏଇଠି ଗୋଟେ କ'ଣ ହାଡ଼ ଦେଖ। ଏଇଟା ମଣିଷ ହାଡ଼ ମଣିଷ କୁଦନି ତ 100% ମଣିଷ ହାଡ଼। କୁଦନି ସବୁ ହାଡ଼ ପଡ଼ିଛି। ଦେଖିକି ସେପଟେ ଇଏ ମିଟର ବାହାର କରି ହଁ ଅଛି। ବାହାର କଲ।
ହୁଁ ଏଠି ବୋଧେ ଝାଡୁ ପାଇଁ ହାଁ ଏଠି ତମେ ଯୋଉଟା କହୁନଥିଲ ସ୍ତ୍ରୀ ଲୋକ ହିଁ ପଢା ଦେଖ ପୁରୁଷକୁ କେବେ ଝାଡୁ ଫାଡୁ ଦିଆ ହୁଏ କି କହିଲେ ନା ମୁଁ କେବେ ଦେଖିନି। ଚିନ୍ତା କର କେବେ ପୁରୁଷକୁ ଝାଡୁ ଦିଆ ହୁଏ କି ଆରେ ହଉ ସ୍ତ୍ରୀ ଲୋକ ପଡ ପୁରା ରାଇଟ୍ ପୁରା କହୁଥିଲା ନାଇଁ ସେଇଟା ତାହେଲେ କନଫର୍ମ ଏଠି ସ୍ତ୍ରୀ ଲୋକକୁ ପୋଡ଼ା ହେଇଛି, କିନ୍ତୁ ଯେଉଁ ସେଇଠି ପରିସ୍ରା ସେଇଟା ମାନେ ରିସେଣ୍ଟ କିଏ କଲା ସେଇଟା ମାନେ ମୋ ମନରେ ଗୋଟେ କ୍ୱେଶ୍ଚିନ୍। ସ୍ତ୍ରୀ ଲୋକଟା ବାଲ୍ଟି ଫାଲ୍ଟି ଭାଇ ସେ ଯୋଉ କଣ କୁହନ୍ତି ସେ ଯୋଉ ବାଲ୍ଟି ସ୍ତ୍ରୀ ଲୋକର ସବୁ ଜିନିଷ ସେଠି ପଡିଯିବ। ଝାଡୁ ଏଠି ଝାଡୁ ଦେଖିକି ଆମେ କନଫର୍ମ ହେଇଗଲୁ ଯେ ସ୍ତ୍ରୀ ଲୋକ ବୋଲି। ମତେ ରହ 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 safe ରହ ରହ ଲାଗୁନି ଜାଗାଟା। ରୁହ ରୁହ ଟିକେ ଗୁଣୁ ଗୁଣୁ ହଉଛୁ ରୁହ ଏଇଠି ହଁ ହଁ ଏପଟେ ମୁଁ ଶୁଣିଛି, ରୁହ 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 ଏପଟେ ଶୁଣିଛି ସବୁଆଡେ ସାଉଣ୍ଡ ଭାଇ, ସେପଟେ କୁକୁର ସାଉଣ୍ଡ। କୁକୁର ବିଲୁଆ ଆଇଲା ଆସ ଜାଗାଟା ଏତେ ସେଫ୍ ଲାଗୁନି। ସେଫ୍ ଲାଗୁନି ବା ଆସ ବୋଲି ଡାକ ଆସ ଏମିତି ନା ଆସ ଲୋକଟା ବା ଗୋଟେ ଲୋକଟା ଭଳିଆ ଡାକିଲା। ଲୋକଟେ କିଏ ଗୋଟେ ଗାଡ଼ି ଡାକୁଛି ଆସ, କିନ୍ତୁ ଏରିଆରେ ଚାରିପାଖରେ କିଛି ଘର ଦ୍ୱାର ନାହିଁ, ଜଙ୍ଗଲ ମଝିଟା। ଆଉ ଆମେ କ'ଣ ବିଶ୍ୱାସ କରିବେନି ଏ କଥାରେ, କିନ୍ତୁ ଆମେ ଭାଇ ଦେଖ ଆମେ କହୁଥିଲୁ କି ହଁ ସେଭଳିଆ ଲାଗୁଛି ସେ ଏରିଆଟା, ତମେ କ'ଣ କହୁଥିଲ ନା ସେମିତି ହେଇନଥିବ। ନା ନା ଏ ଜାଗାକୁ 3 ଜଣ ଆସିଥିଲେ, ମାନିବାକୁ ପଡ଼ିବ ତମକୁ। ଭାଇ କଲେଜ ଅଛି ମିଲନ ଭାଇର ମାନିବାକୁ ଅଛି। ନା ମାନିବାକୁ ପଡ଼ିବ ସତ। ଆସିଥିଲୁ କିନ୍ତୁ ମାନେ ଆଉ ଜଣେ ଯେଉଁ ନୂଆ ପିଲା ଆସିଥିଲା ସିଏ ମାନେ ଆମର ଯେଉଁ ଇଏଟାକୁ ଡରଟାକୁ ଆହୁରି 2 ଗୁଣ କରିଦେଲା। ସେ ଡରିକି ପୁରା ଇଏ ହେଇଗଲା ଆଉ। ଏମିତି ତ ସେଇଭଳିଆ ମାନେ କ'ଣ ଜଣେ ଡରିଲେ ତ ପ୍ରୋବ୍ଲେମ୍ ହେଇଯିବ, ସବୁ ଗଡ଼ବଡ଼ ହେଇଯିବ ସେଇଭଳିଆ। ହାଁ ଲାଗୁଛି କହିଲେ ଏ ଜାଗାରେ ମୁଁ ତ ଆଗରୁ କହୁଥିଲି ମାନେ ଦେହ ଶୀତେଇ ଯାଉଛି ଭାଇ। ଆପଣ ମତେ ସେ କଣ୍ଢେଇକି ଦେଖିଲା ମାନେ ମୁଁ ଭାଇ ଅନେଇ ପାରୁନି ସତ କଥା। ସେଇଦିନ ମୋର ମୋ ଜ୍ୟାକେଟ୍ ପିନ୍ଧି ଜଣା ପଡ଼ୁନି, ନହେଲେ ଭିତରେ ରୁମ ସବୁ ଠିଆ ହେଇଛି। ଝାଡ଼ୁ ନାହିଁ କଣ୍ଢେଇ, ସେଇଦିନ କଣ୍ଢେଇର କରାମତି ସ୍ତ୍ରୀ ରହୁଛି। ଲୋକଙ୍କ ଆତ୍ମା ବହୁତ ଡେଞ୍ଜରିୟସ୍ ହେଲା। ଭାଇ ତମେ ବିଶ୍ୱାସ କରିବନି, ସେଇଦିନ ଏତେ ଜୋରେ ମୋର ବଡ଼ି ଥରିଲା ସେଇଠି, ଇଏ ଜାଣିଛି। ସେଇଦିନ ଏତେ ବି ଶୀତ ହଉନଥିଲା। ଟାଇମ୍ ଦେଖ କେତେ ହଉଛି, ଭିଡ଼ିଓଟା ବନେଇକି ପଳେଇବା। ବେଶୀ ରାତି ହେଇଗଲା ଡେଞ୍ଜର ହେଇଯିବ ଆମ ପାଇଁ। ନାଇଁ ନାଇଁ ବେଶୀ ରାତି କାହିଁ ରହିବ। ଡେଞ୍ଜର ମୁଁ ଏଠି EMI ମିଟର ଅନ୍ କରିଛି, ଆପଣ ଦେଖିପାରୁଛନ୍ତି EMI ମିଟର ମୋ ହାତରେ। ଏପଟେ ଗୋଟେ ଆସିଲା ଭଳିଆ ଲାଗୁଛି ମ, ଏପଟେ ଗୋଟେ ଆସିଲା ଭଳିଆ ଲାଗୁଛି। ପ୍ରତାପ ଭାଇ କାହିଁ ତମେ ଏମିତି ହଉଛ ବୋଲେ, କି ଆସିଲା ଭଳିଆ ଲାଗୁଛି, କି ଆସିଲା ଭଳିଆ ଲାଗୁଛି। ତମେ ଗୋଟେ ମାନେ ଏଇସବୁ କଥା ଶୁଣିଲା ପରେ ଏଇ ଜାଗାରେ ବେଶୀ ଡର ଲାଗୁଛି। କାଟୁଛି ଅଲଗା ପ୍ରକାର ଜାଣିଛ, ମାନେ ଯେତିକି ସାହସ ବାନ୍ଧିକି ଏଇ ଜାଗାରେ ଠିଆ ହେବାକୁ ଆମେ ଟ୍ରାଏ କରୁଛୁ, ତମେ ଯେଉଁ କହିବ ସବୁଠି କିଏ ଆସୁଛି କି ଡାକୁଛି, ସେଇଟା ଆହୁରି ବେଶୀ ଡର ଲାଗୁଛି। ମାନେ ଗୋଟେ ମନୋବଳ ଭାଙ୍ଗି ଯାଉଛି। ମନୋବଳ ନାହିଁ, ସେଇଟା ତମକୁ ଲାଗୁଛି ନା ନାହିଁ କହୁନ, ସାଉଣ୍ଡ ଶୁଭୁଛି ନା ନାହିଁ କହୁନ। ଶୁଭୁଛି, ମୁଁ କହୁଛି କି ସେପଠି କୁଆଡ଼େ ଆଇଲା, ସେପଠି କୁଆଡ଼େ ଆଇଲା, ଏମିତି ହେଲେ କ'ଣ କହିଲ ସମସ୍ତେ ଡରିବା। ଡରିଲେ ଆମେ ଏଇ ଜାଗାରେ ଗୋଟେ କାମ କରିବା, ରିଟର୍ନ ଯାଇପାରିବା। ଯାହା ବି ମାନେ ଆମେ ଫିଲ୍ କରୁଛୁ ପର୍ସନାଲି, ସପୋଜ ମୋତେ କେମିତି ଗୋଟେ ଫିଲ୍ ହେଉଛି, ସେଇଟା ଏକ୍ସପ୍ରେସ୍ କରିବାନି, ବାହାରକୁ ଯିବା, ବାହାରେ ଯେତେବେଳେ ଆମ ଭିଡ଼ିଓ ସରିବ ତାପରେ ସେଇଟାକୁ ଡିସ୍କସ୍ କରିବା। ବା ଏଠୁ ଫେରିବା ବାଟ ସେ ଭୁବନେଶ୍ୱର ନ ପହଞ୍ଚିଲା ଯାଏଁ ମୋତେ ଭଲ ଲାଗୁନି। ରାସ୍ତା ବି ଏପଟେ ପୁରା ଅନ୍ଧାର ନା, ଜଙ୍ଗଲ ରାସ୍ତା। ହଉ ଆମେ ସେଇଦିନ ଆସିଥିଲୁ, ସେଇଦିନଠୁ ଆଜି କିନ୍ତୁ ଅଲଗା ଲାଗୁଛି, ବହୁତ ଅଲଗା ଲାଗୁଛି। ବହୁତ ଟିକେ ସାଇଡ଼୍ ମୁଁ ତ ଥରୁଛି, କ୍ୟାମେରା ଧରିକି ମୁଁ ତ ଥରୁଛି। ଆଜି ଅଲଗା ଲାଗୁଛି। ସେ ପାଖକୁ ଯିବା ପାଇଁ ବି ଆଜି ସାହସ ପାଉନି, କ'ଣ ପାଇଁ କେଜାଣି। କ'ଣଟା ହଉଛି? ହାତ ନା ହଲୁଛି, ଜୁମ୍ ମାରିଲି ହଲୁଛି। ସତ ସତରେ ଭିଡ଼ିଓରେ ଦେଖିଦେବ, ନହେଲେ ହଲୁଛି ବା।
ହଲୁଛି ଏଠି ଦେଖ ଦେଖିବାକୁ ଏମିତି ମାନେ ମୁଁ ଡାଇରେକ୍ଟ ଆଖିରେ ଦେଖୁଛି କାହିଁ ହଲୁନି। ଏଠି ଭିଡ଼ିଓରେ ତମେ ପକେଇବ ହଲୁଛି ସତରେ ଭାଇ ହଲୁଛି ଆଖିରେ ଦେଖା ହଉନି କିନ୍ତୁ ହଲୁଛି ଦେଖିବ ଜୁମ୍ ମାରିକି ହଲୁଛି ଭିଡ଼ିଓରେ ଯେଉଁମାନେ ବି ଦେଖିବେ ହଲୁଛି ବା ହଲୁଛି ପତାକା ନିହାତି ଏଇ ଭିଡ଼ିଓଟା ଦେଖିବ ହଲୁଛି ଦେଖିବ ମୁଁ ଜୁମ୍ ମାରିଥିଲି ହଲୁଛି ମୁଁ ସେ କଣ୍ଢେଇକି କାଢ଼ିବି। ନାଇଁ ନା 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 ସେମିତି କିଛି କରନି ତମେ ପ୍ଲିଜ୍। ପାଗଳ ଲୋକ ନା କଣ ଆମେ ଏଠୁ ଯାଇପାରିବୁନୁ ତମେ ହଲୁଛି କିଛି ବି ରିଡ଼ିଂ ଆସୁନି। ସେ ରିଡ଼ିଂ ସେଇଟା ତ ସେଇଟା ତ ମେସିନ୍ ମେସିନ୍ କଥା ଖରାପ। କହିହବନି ଭାଇ। ସେ ମେସିନ୍ କି ବିଶ୍ୱାସ କରୁନ ପୁଣି କହୁଛ ପ୍ରୋବ୍ଲେମ ହେଇପାରେ। ଆଉ ସେଇ ଜିନିଷରେ ଭାଇ ଜମା ବି ହାତ ମାରନି ତମକୁ। ନା ନା ନାଇଁ ନାଇଁ ନା ମ ନା ସେଇ ବାକ୍ଚୁତି ଗୁଡ଼ା କରନି ତମେ ସେଇ ଧନ୍ଦା କରନି। ସେ ଇଏ କରିବ ଏବେ ଦେଖୁଛ ମୁଁ ଚାହୁଁନି ଭାଇ ରିକ୍ସ କାହା ଉପରେ ହଉ ହେଲା ଯାହା ବି କରିବ ରିକ୍ସ ନିଅନି। ହଲୁଥିଲା ତା ଗୋଡ଼ଟା ଶୁଣ ମୋତେ ଲାଗୁଛି ହଁ ଆମେ ତ ସେ ମଉସା କହିଲେ ଏପଟକୁ ଆସୁନ ତମେ ତ ସିଆଡ଼କୁ ସେ ଯେଉଁ ଗାଁ ଲୋକ ଆମକୁ ଯେଉଁ ଦିନରେ ଦେଖା ହେଇଥିଲେ ସେ ଆମକୁ କହିଥିଲେ କି ଏଇଠି ଜଣଙ୍କ ସ୍ତ୍ରୀ ଲୋକର ଆତ୍ମାକୁ ବନ୍ଦୀ କରି ରଖାଯାଇଛି। ସେ ଯେହେତୁ ତାଙ୍କ ଘର ଲୋକଙ୍କୁ ହଇରାଣ କଲେ ସେଥିପାଇଁ ଏଇଠି ତାଙ୍କ ଆତ୍ମା ବନ୍ଦୀ କରାଯାଇଛି। ଆମେ ଜାଣିଛୁ କି ଆପଣଙ୍କ ଆତ୍ମା ଏଇଠି କିଏଟା ଆଇଲାଣି ହେଇ ସେମିତି ହୁଅନି କୁକୁରଟା ଡରନି ଡରନି ତ ଯେଉଁ ହେଇ ହଉ ଏଇ ଭାରି ମାନେ କ'ଣ କହିଲ ଛାନିଆ ପଶିଯାଉଛି ମୁଁ ଭାଇ ସଡନ୍ ଆସିଲା ନା ସଡନ ସେ କଳା କୋଉଟା ବାହାରିଲା ବା ପୁରା କଳା କୁକୁରଟା। କିଛି ନାହିଁ କହିଲେ ପ୍ୟାନିକ୍ ହୁଅନି ସେ ଯାହା ବି ହଉ ଆମେ ଦେଖିବା ଏଇ ଟାଇମରେ କୁକୁର ବି ଆସିବାର ଅଛି। କିଛି ପ୍ୟାନିକ୍ ହୁଅନି କୁକୁର ଆସିଲେ କ'ଣ ହେଇଗଲା ସେଇଠି ଡରେଇ ଦଉଛି। ହଁ ମୁଁ ଜାଣିଛି ଜାଣିପାରୁନ ବୋଧେ ମୁଁ ସେଇଟା ବି ମୁଁ ଜାଣିଛି ଫିଲ୍ କରୁଛି ସେ ବି ଫିଲ୍ ହେଇଥାଇପାରେ କିନ୍ତୁ ସେମିତି ହୁଅନି। ଆମେ ଏଠି ଫେରିକି ଯାଇପାରିବାନି ଜାଣିପାରୁଛ ତ କେତେ ଜଙ୍ଗଲ ଭିତରେ ଆମେ ପଛେ ଫେରିକି ଯାଇପାରିବାନି କିନ୍ତୁ ହୁଅନି। ଭାଇ ତମେ ଡିସାଇଡ୍ କରୁଛ ଟଚ୍ କରିବା ପାଇଁ ସେଇ ଟାଇମରେ ହିଁ କୁକୁରଟା ପଳେଇ ଆସିଲା। ନା ମୁଁ ଭାବୁଛି ଗର୍ଜନ ଭାଇ କୁକୁର କୁକୁର ସାଉଣ୍ଡ କୁକୁର ନାଇଁ ଘୁଁ ଏମିତି ଗୋଟେ ହେଲା ଯାହା ହେଲା ତ ସେଟାକୁ ଆମେ ଅନୁଭବ କରିବା ନା। ସାଇଲେଣ୍ଟ ମୁଁ ଏତିକି ଖାଲି କନଫର୍ମ ହେବା ପାଇଁ ଚାହୁଁଛି ପଛଟି ଅନିତ ତମ ପ୍ରତ୍ୟେକ ପଛ ଏତିକି ଖାଲି ମୁଁ ଜାଣିବା ପାଇଁ ଚାହୁଁଛି ଯଦି ଏଇଠି ଆପଣଙ୍କ ଆତ୍ମା ବନ୍ଦୀ ଅଛି ତ ଆମେ ଜାଣିବା ପାଇଁ ଚାହୁଁଛୁ କି ଆମକୁ ସିଗ୍ନାଲ ଦରକାର ମାନେ ଯେମିତି ସେ କଣ୍ଢେଇର କିଛି ବି ପାର୍ଟ ଯଦି ଆମେ ହଲିଲା ତାହେଲେ ଆମେ ଜାଣିବୁ କି ଏଇଠି ଆପଣଙ୍କ ଆତ୍ମାକୁ ବନ୍ଦୀ କରାଯାଇଛି। ଜୁମ୍ ମାରନି ଆମେ ଏମିତି ନିଜ ଆଖିରେ ଦେଖିବା ପାଇଁ ଟ୍ରାଏ କରୁଛୁ ସତରେ କ'ଣ ଏଇଟା ସତ କଥା ବନ୍ଦୀ କରାଯାଇଛି ଏଠିକାର ଆତ୍ମା ଆମେ ବାସ୍ ଜାଣିବା ପାଇଁ ଚାହୁଁଛୁ ଆମେ ରିକ୍ୱେଷ୍ଟ କରୁଛୁ କି ଆପଣ ସିଗ୍ନାଲ ଦିଅନ୍ତୁ କି ଆମେ ବେଶୀ ସମୟ ଚାହିଁ ହଉନି ଅନାଅନି ପ୍ଲିଜ୍ ଯାହା ଇଏ କରନି ତମେ କ'ଣ କହିବାକୁ ଚାହୁଁଛ ଏଠି ଯାଇ ଛୁଇଁବ ମୁଁ ଭାବୁଛି କାଢ଼ିବି ହେଇ ନାଇଁ ନାଇଁ ତମେ କାଢ଼ିବ ମାନେ ଏଇଠୁ ଆମେ ପଳେଇବୁ ସତ କଥା ସେଇ ଭୁଲ କରନି କାଢ଼ିବାଟା ଦୂର କଥା ସେ ଗଛ ବି ଛୁଇଁବନି ହେଲା ତମେ ଜାଣିପାରୁନ ସେ ଜାଗାରେ ବନ୍ଦୀ ହେଇଛି ଗୋଟେ ଆତ୍ମା ଦୁଷ୍ଟ ଯେକୌଣସି ହଁ ଯଦି ଗୁଣିଆର କିଛି ଚାଲ ମାନେ ପଇସା ଝଡ଼ିବା ପାଇଁ ଏମିତି ଗୋଟେ ପ୍ଲାନ୍ ସେ କରିକି ଏଇ ଜାଗାରେ ଏମିତି କ'ଣ ସାଉଣ୍ଡଟା କିନ୍ତୁ କଣଟା ତ ପାଖାପାଖି 10 ମିନିଟ୍ ହେଲାଣି ଆମେ ଅପେକ୍ଷା କରୁଛୁ ସେଇ କଣ୍ଢେଇର ଗୋଟେ ପାର୍ଟ ବି କିଛି ହଲିନି ହେଲା ତ ମୁଁ ଭାବୁଛି କି ସେମିତି କିଛି ନାହିଁ ଏସବୁ ଅନ୍ଧବିଶ୍ୱାସ ଗୁଣିଆ କେବଳ ପଇସା ଖାଇବା ପାଇଁ ଏମିତି ଗୋଟେ ପ୍ଲାନ୍ କରିକି ଘର ଲୋକଙ୍କଠୁ ଯାହାର ଘରେ ମରିଛନ୍ତି ତାଙ୍କ ଘର ଲୋକଙ୍କଠୁ ପଇସା ଖାଇବା ପାଇଁ ଏମିତି ଗୋଟେ ମିଛରେ ଗୋଟେ ପ୍ଲାନ୍ କରିକି ଲୋକଙ୍କୁ ଚୁତିଆ ବନେଇଛି ତ ମୁଁ ତା'ର ପର୍ଦ୍ଦାଫାଶ କରିବା ପାଇଁ ଚାହୁଁଛି କଣ୍ଢେଇକି କାଢ଼ିବି କ'ଣ କହୁଛି କାଢ଼ିବ ଯଦି ଆମେ ଯାଇକି ସେଠି ବସୁଛୁ ନା ରୁହ ଆଗେ କଥା ହବା ତାପରେ କାଢ଼ିବ। ଦେଖ ଭାଇ ଦେଖ ସବୁ ଗୁଣିଆ ସମାନ ନଥାନ୍ତି ସବୁ ହଁ ଆଉ ସବୁ ଜାଗା ବି ସମାନ ନଥାଏ ଏଇଟା ଜାଣିଥାଅ ହେଲା। ତ ଭିଡ଼ିଓ ବନେଇବା ପାଇଁ ଆସିଛ ଭିଡ଼ିଓ ବନେଇକି ପଳେଇବ ତମେ କଣ୍ଢେଇ ନାଇଁ ସେ କଣ୍ଢେଇ ଫଣ୍ଡେଇ ପଳେଇବା ତ ଆମେ ଜାଣିପାରିବାନି ନା କ'ଣ ହେଇଛି ଏଇ ଜାଗାରେ ଯଦି କିଛି ବି ହେଇଯାଏ କିଛି ହେଲା ଏଠୁ କେମିତି ଆମେ କ'ଣ କେମିତି ଯିବାକୁ କେମିତି ଯଦି କିଛି ହେଲା କ'ଣ 3 ଜଣ ଆମେ 4 ଜଣ ଅଛେ ହଁ ତ ଯଦି ତମେ ଟଚ୍ କରିଦେଲ ଯଦି ମୋ ଦେହରେ ଲାଗିଲା ଛାଡ଼ିକି ପଳେଇବୁ ଆମେ ହଁ କେମିତି ଆମେ ଛାଡ଼ିକି ଯିବୁ ତମ ଦେହରେ ଲାଗିଲା ଆମେ ତମକୁ କଣ୍ଟ୍ରୋଲ କରିପାରିବୁ ଯଦି ସେଇଭଳି ଆତ୍ମା ହେଇଥିବ
ତମ ଦେହରେ ଲାଗିଲା ଛାଡ଼ିକି ଆମେ ତ ଏଠୁ କ'ଣ ଆମେ ତ ଦୌଡ଼ିକି ଯାଇପାରିବୁନି ଏଠୁ କ'ଣ କରିବୁ ଆମେ ଏଠି ମିଶିକି ଆସିବେ ଭାଇଙ୍କର ମୁଣ୍ଡ କାମ କରୁନି ଆଉ ମୁଣ୍ଡ କାମ କରୁନି ମୋତେ ଗଛ ଟଚ୍ କଲେ କିଛି ହବ? କାଇଁ ଟଚ୍ କରୁଛ କାହିଁକି ଯେ? ଆମର କହିଲ ଆମେ ତ ବାସ୍ ଭିଡ଼ିଓଟା ବନେଇଦେବା କ'ଣ ଦେଖାଯାଉଛି କ'ଣ ଶୁଣାଯାଉଛି ବାସ୍ ନାଇଁ ଟଚ୍ କଲେ କ'ଣ ଅସୁବିଧା କ'ଣ? କିଛି ବି ହେଇପାରେ ବହୁତ କିଛି କହିହବନି ଅସୁବିଧା ନା। ହେଇପାରେ କିଛି ବି ହେଇପାରେ ହେଲା କ'ଣ ହେଇପାରେ ତମକୁ କ'ଣ ଲାଗୁଛି? ବାଇଚାନ୍ସ ଦେଖ ଗଛକୁ ଟଚ୍ କଲେ ଗଛକୁ ଟଚ୍ କିଛି ନାହିଁ କରି ହେଇଯିବ କିନ୍ତୁ ସେଇ ଜାଗାକୁ ଟଚ୍ କରିବନି ସେ ପାଖକୁ ଯାଇକି ଟଚ୍ କରନି ମୋତେ ଗୋଟେ ଫିଲ୍ମ ମୁଁ ଦେଖିଥିଲି ପିଲାମାନେ ମନେ ପଡ଼ୁଛି ଅରୁନ୍ଧତୀ କି ଅନୂଠି କାହାଣୀ ଦେଖିଛ? ତେଲୁଗୁ ଫିଲ୍ମରେ ବାସ୍ ସେ ସିନ୍ ଏଇଭଳିଆ ବୋଉ ବୁଟୁ ଭୂତ ଦେଖିଥିବ ବୋଉ ବୁଟୁ ଭୂତ ବି ସିନ୍ ଏଇଭଳିଆ। ତମେ ଜାଣିପାରୁଛ ଯେତେବେଳେ କହିଲ ସେପଟେ ଗୋଟେ କଳା କୁକୁର ଆଇଲା କୁଆଡ଼େ ଦେଖ ଗଲା ନାହିଁ ସେ ଆଇଲା କୁଆଡ଼େ ଗଲା ତାପରେ ତମେ ଯେତେବେଳେ କହିଲ ସେ ଟାଇମ୍ରେ ଶୁକୁଲୁ ଡରିକି ଏପଟକୁ ଦୌଡ଼ିକି ଆଇଲେ ଖଡ଼ ଖଡ଼ ହେଉଛି କିଛି ଆକ୍ଟିଭିଟି ମାନେ ଟିକେ ହଉଛି, ଜଣା ପଡୁଛି ହଉଛି। ନା ନାଇଁ ଭାଇ କହିଲ ବହୁତ କିଛି ତମେ ହେଉଛି ଫାଷ୍ଟ କିଛି ଆକ୍ଟିଭିଟି ଜଣା ପଡୁଛି କି ବହୁତ କିଛି ଜଣାପଡ଼ୁଛି ବହୁତ। ଏ ଜାଗାରେ ବି ମାନେ ଦେହ କାହିଁ କେମିତି ଲାଗୁଛି ସତ କଥା ଏତେ ସାରା ଜାଣିଲା ପରେ ବି ତମେ କହୁଛ କଣ୍ଢେଇକୁ ନାଇଁ, ଟଚ୍ କରିବ କ'ଣ ଦରକାର କହିଲ ଆମର ହଁ ଆଉ ଗୋଟେ କଥା ଖାଲି ଏମାନେ ନୁହେଁ ଯେଉଁ ଦିନରୁ ଭିଡ଼ିଓ ମୁଁ ପକାଇଥିଲି ମୋ ଡେଲି ବ୍ଲଗ୍ ଚ୍ୟାନେଲ୍ ଆପଣ ଦେଖିପାରିବେ ସେଠି ପ୍ରାୟ ସମସ୍ତେ କମେଣ୍ଟ କରିଛନ୍ତି ଭାଇ ସେଠି ଛୁଇଁବେନି ତ ଆପଣମାନଙ୍କ କଥାକୁ ମୁଁ ରେସପେକ୍ଟ ଦେଇକି ଆପଣମାନଙ୍କ କଥା ରଖୁଛି ଟିକେ ଦେଲେ ମୋତେ ଲାଗିଲା କି ଉଠି ଯାଇଛି ଲାଗୁଛି କିଛି ମୁଁ ତମେ ସେତେବେଳେ କହୁଛି ନା ପଛପଟେ ଗୋଟେ କିଛି ଗୋଟେ ହେଉଛି ଶୁଣ ଧ୍ୟାନ ଦେଇଛି ତ ଆପଣମାନେ ମୋତେ ସମସ୍ତେ କମେଣ୍ଟ କରିଥିଲେ କି ନାଇଁ ଟଚ୍ କରିବେନି ଖାଲି ସେମିତି ଭିଡ଼ିଓ ବନେଇକି ପଳେଇ ଆସିବେ ମୁଁ ଟଚ୍ କରୁନି ଆଉ ଯଦି ବି ମୁଁ ଟଚ୍ କଲି ସେଠୁ ଖୋଲିକି କାଢ଼ିଦେଲି ଯଦି ସେ ସତରେ ଆତ୍ମା ଏଇଠି ବନ୍ଦୀ କରାହେଇଥିବ ଆଉ ସେ ଘର ଲୋକଙ୍କୁ ହଇରାଣ କଲା କି କାହାକୁ ହଇରାଣ କଲା ତ ଗିଲ୍ଟି ଫିଲ୍ ମୋତେ ହେବ ତମ ଉପରେ ରିକ୍ସ ଆସିବ ନାଇଁ ଆଉ ଗୋଟେ କଥା ଭାଇ ଶୁଣ ଯଦି ବି ଆମେ ତମେ ଟଚ୍ କରିଦେଲ କି ଖୋଲିଦେଲ ହେଲା ଆମର କିଛି ବି ହେଲାନି ଠିକ୍ ଅଛି କିନ୍ତୁ ଯଦି ଗାଁ ଲୋକଙ୍କର କିଛି ହେଇଗଲା ସେଇଟା ବି ହଁ ମାନେ ଏଇଟା ନେଇକି ନହେଲେ ବି ଅଲଗା କାରଣ ପାଇଁ ତାଙ୍କୁ ଯଦି କିଛି ପ୍ରୋବ୍ଲେମ୍ ହେଇଗଲା ଫସିବ କି ଆମେ ହିଁ ଫସିବୁ ନିହାତି ହଁ, ନିହାତି ଫସିବ ସେମାନେ କହିବ ନାଇଁ ଜାଗାରେ ଭାଇ ଛାଡ଼ିଦିଅ ସେ ଯେତିକି ବି ଆମେ ଏଇ ଜାଗାରେ ଠିଆ ହେଇକି ଫିଲ୍ କଲୁ ଆମ ପୁରା ଫାଟୁଛି ରେ ଭାଇ ଏ ଜାଗା ମତେ ହିଁ ପଛ କର ବହୁତ ଫାଟୁଛି ଆମେ ଡରୁଛୁ ଆଉ ଏଠିକି ଆମେ 4 ଥର କ୍ୟାନସଲ୍ ହେଲା ପରେ 5 ଥର ଏଠିକି ଆସିଲୁ ଆଉ କାଲି ଆସିବାର ଥିଲା ବହୁତ ଭୟଙ୍କର ଜାଗା କାଲି ଆସିବାର ଥିଲା କାଲି ଆମେ 3 ଜଣ ବାହାରିଥିଲୁ ବହୁତ ଏଥିରୁ ଖାଲି ଖଡ଼ ହେଉଛି ଗଛ ହଁ ଭାଇ ଏବେ କ'ଣଟା ଖଡ଼ ହେଉଛି ତାପରେ ସେ ଗଛ ସେପଟେ ଯିବାନି ଭାଇ ସେପଟେ ଯିବାନି ସେପଟେ ଚାଲୁନ ହେଲେ ଆଉ ଗୋଟେ ଅଫସୋସ ରହିଯାଇଛି ଆମେ ସେଇଦିନ ସେ ଗଛ ଉପରେ କ'ଣ ଗୋଟେ ଦେଖିଥିଲେ ନା ସେଟା କ'ଣ ଥିଲା ସେପଟେ ଯିବାନି କିନ୍ତୁ ସେପଟେ ଯିବାନି ମୁଁ କହୁଛି ଆମ ଭିଡ଼ିଓରେ ଦେଖେଇଥିଲୁ ସେପଟେ ଗୋଟେ ଗଛ ଥିଲା ସେ ଗଛରେ କିଏ ବସିଲା ଭଳିଆ ଆମକୁ ଦେଖାଯାଇଥିଲା ବେଶୀ ବି ଆମେ ଦେଖେଇ ପାରିଲୁନି ଜଷ୍ଟ ଟଚ୍ ମାରିଥିଲୁ ଭାଇରେ ସେ ଗଛ ପୁରା ଯେମିତି ରକ୍ତ ଝର ଗଳୁଛି ସେଇଭଳିଆ ଲାଗୁଛି ମିନିଟ୍ରେ ତମର ସେ ଧୂଆଁ ବାହାରିଥିଲା ଧୂଆଁ ବାହାରିଥିଲା 36 ମିନିଟ୍ 55 ସେକେଣ୍ଡ ତ ଆଙ୍କ ଭିଡ଼ିଓରେ ମିଲନ ଭାଇ ଭିଡ଼ିଓରେ 36 ମିନିଟ୍ 50ରୁ 60 ସେକେଣ୍ଡ ଭିତରେ ଆପଣ ଧ୍ୟାନ ଦେଇକି ଦେଖିବେ ଆଙ୍କ ପଛପଟେ କିଛି ଗୋଟେ ଧୂଆଁ ସେପ୍ର ଏମିତି ପାସ୍ କରି ଯାଇଥିଲା ହଠାତ୍ ଗାୟବ ହେଇଯାଉଛି ସେଇଟାକୁ ସବସ୍କ୍ରାଇବର ଦେଖିକି ନୋଟିସ୍ କରିଥିଲେ ଇଏ ତ ଜାଣିନଥିଲେ ସ୍କ୍ରିନଶଟ୍ ମାରିକି ଇଏ ଜାଣିନଥିଲେ ଆମକୁ ଏ ଭାଇ କୁକୁର ଆଇଲା ଦେଖ ଏପଟୁ କୁଆଡ଼େ ଆଇଲା କୁକୁରଟା ଦେଖ ନାଇଁ ଦେଖ ସେଇ ସେପଟୁ ଗଲେ ଏପଟୁ ଆଇଲା ମାନେ କେମିତି ଏତେ ଶୀଘ୍ର ସେଠୁ ସିଆଡ଼େ ଗଲା ଏମିତି ବୁଲିକି ଏପଟୁ ବାହାରିଲା ଦେଖ କିଛି କୁକୁର ରୂପରେ ସେ ନିହାତି ଆସୁଛି ମୁଁ ତମକୁ ତାପରେ କହୁଛି ନା ଏପଟୁ ଖଡ଼ ଧଡ଼ ହେଉଛି ପୁରା କୁକୁରକୁ ଟଚ୍ ମାରିଲ କୁକୁର ସିଆଡ଼େ ପଳେଇଲାଣି ଏଠି ଆଉ ନାହିଁ ସେ ନାହିଁ ତଳେ ସିଆଡ଼େ ପଳେଇଲା ମାଇ କୁକୁର ନା ଗଲାବେଳେ ଦେଖ ସେପଟେ ଗଲା ଆସିଲା ବେଳେ କେମିତି ଏପଟେ ଆସିବ ମାଇ କୁକୁର ନା ଗଛ ତ ରହିଲା ଏପଟେ ଗାଇଜ୍ ବର୍ତ୍ତମାନ ମୋତେ ଘରେ ଆସି ପହଞ୍ଚିଲି 4ଟା ରାତିରେ ପାଖାପାଖି ହେଇଗଲା ପହଞ୍ଚିଲା ପରେ ମାନେ ବିଶ୍ୱାସ କରିବେନି ଏତେ ଭିଡ଼ିଓ ବି ବୁଲିଛୁ କିନ୍ତୁ ସେଇ ଜାଗାରେ ମାନେ ମୋତେ ଏତେ ଭୟ ଲାଗିଲା ବିଶ୍ୱାସ କରିପାରିବେନି ବହୁତ ଭୟ ଲାଗିଲା
ଆଉ ତାପରେ ଆଉ ଗୋଟେ କଥା, ଗୋଟେ ଜିନିଷ ହେଇଥିଲା ଯେଉଁଟା କଣ୍ଟା ବାଡ଼ିଆ ହେଇଥିଲା, ଯେଉଁଟା ମାନେ ତାଙ୍କୁ ବନ୍ଧା ହେଇଥିଲା ସେ କଣ୍ଢେଇକି ଦେଖିବେ ମାନେ ରାତିରେ ଆପଣ ପୁରା ମାନେ ପୁରା ଭୟଙ୍କର ଅଲଗା ପ୍ରକାର ଡର ଲାଗିଲା। ଆଉ ସେ କଣ୍ଢେଇ ସହିତ ମାନେ ସେମିତି ଲାଗୁଛି ଯେମିତି ସେ ମୁକୁଳିବାକୁ ଚେଷ୍ଟା କରୁଛି, ତାକୁ କିଏ ମୁକୁଳେଇ ଦଉ, ସେ ମାନେ ମୁକୁଳି ଯାଉ। କିନ୍ତୁ ସେମିତି କଣ୍ଡିସନରେ ଆମେ ସେଥିରେ ହାତ ମାରିଲୁନୁ, କାରଣ ହାତ ମାରିଥିଲେ କିଛି ନା କିଛି ପ୍ରୋବ୍ଲେମ୍ ହେଇଥାନ୍ତା ଥୟ। ଯଦି ତାଙ୍କର ବି କିଛି ପ୍ରୋବ୍ଲେମ୍ ନ ହେଇଥାନ୍ତା, ସେଠି ଯିଏ ବି ତାକୁ ବନ୍ଦୀ କରାହେଇଛି ସେ ଝିଅକୁ, ତ ସେ ଝିଅକୁ କି କଲା ପରେ ପରେ ଯଦି ମୁକୁଳିଲା ପରେ ସେ ଯଦି କିଛି କ୍ଷତି କରିବ, କାହାର ଅନିଷ୍ଟ କରିବ, ସେଥିପାଇଁ ଆମେ ସେଠି କିଛି କଲୁନୁ। ଆଉ ରମେଶ ଭାଇ ସେ ଜାଗାରେ ହାତ ମାରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଆମେ ତାଙ୍କୁ ମନା କରୁଥିଲୁ। ଆଉ ଠିକ୍ ଅଛି, ଆଉ ଯଦି ଆପଣଙ୍କୁ ଏ ଭିଡ଼ିଓ ଭଲ ଲାଗୁଛି ତ ଲାଇକ୍, ସବସ୍କ୍ରାଇବ୍, ସେୟାର ନିହାତି କରିଦେବେ। ରହୁଛି, ଜୟ ଜଗନ୍ନାଥ।